ଶବ୍ଦ ଶବ୍ଦ ବ୍ରହ୍ମ ହଉଛି ଆମର ଓଙ୍କାର ନାଦ କୁ ଶବ୍ଦ ବ୍ରହ୍ମ କୁହାଯାଏ। ଆଜ୍ଞା। ତେଣୁ ପ୍ରଣବ ଧ୍ୱନି ହଉଛି ଶବ୍ଦ ବ୍ରହ୍ମ। ଏଇ ଶବ୍ଦ ବ୍ରହ୍ମ ପ୍ରଣବ ଧ୍ୱନି ଯେ କେତେ ଭାଗରେ ବିଭକ୍ତ ବୁଝିଲ ନା? ଆଜ୍ଞା। ଆମର ଗୋଟିଏ ହଉଛି ବର୍ଣ୍ଣ, ଆଜ୍ଞା। ଗୋଟେ ହଉଛି ମାତ୍ରା, ଆଜ୍ଞା। ଗୋଟେ ହଉଛି ଅର୍ଦ୍ଧମାତ୍ରା, ଆଜ୍ଞା। ଗୋଟେ ହଉଛି ବିନ୍ଦୁ। ଆଜ୍ଞା। ଚାରି ଭାଗରେ ବିଭକ୍ତ ହେଲା କି? ବର୍ଣ୍ଣ ଓଙ୍କାର ଧ୍ୱନି ଟା ଚାରି ଭାଗର ବିଭକ୍ତ ହେଇଛି। ହଁ ହଁ। ଆଜ୍ଞା। ଗୋଟେ ହଉଛି ବର୍ଣ୍ଣ, ଗୋଟେ ହଉଛି ବର୍ଣ୍ଣ। ମାତ୍ରା, ଗୋଟେ ଆଜ୍ଞା। ହଉଛି ଅର୍ଦ୍ଧମାତ୍ରା, ଗୋଟେ ଆଜ୍ଞା। ହଉଛି ବିନ୍ଦୁ। ଆଜ୍ଞା। ଏଇ ବିନ୍ଦୁ କେମିତି ନା ଯେମିତି ସ୍ଥୂଳରୁ ସୂକ୍ଷ୍ମ ଆଡକୁ ଗତି କରାଯାଏ ବା ଆଜ୍ଞା। ସୂକ୍ଷ୍ମରୁ ସ୍ଥୂଳକୁ ଆସେ, ସେଇଭଳି ଯେ ଗୋଟିଏ ମଞ୍ଜି ହେଲା, ଆଜ୍ଞା। ମଞ୍ଜି ସିଏ ପ୍ରଥମେ ସୂକ୍ଷ୍ମରେ ଥିଲା, ତା ଭିତରେ ଗଛଟା ଲୁଚିକି ଥିଲା। ଆଜ୍ଞା। ତା ଯେତେବେଳେ ପାଣି ପବନ ପାଇଲା ସେ ଧୀରେ ଧୀରେ ବଢିକି ଗଛରେ ପରିଣତ ହେଲା। ବୁଝିଲ ଆଜ୍ଞା। କି? ତେଣୁ ଆଜ୍ଞା। ଏଠି ମଞ୍ଜିଟା କଣ ହୁଏ ନା ଚାରିଟା ଅବସ୍ଥା ଧାରଣ କରେ। ଆଜ୍ଞା। ହେଲା, ଗୋଟିଏ ଧର ବୃକ୍ଷ ଅବସ୍ଥା ହେଲା, ଆଜ୍ଞା। ବୃକ୍ଷରେ ପରିଣତ ହେଇଗଲା। ଆଉ ଆଜ୍ଞା। ଅବସ୍ଥା କଣ ନା ଆଉ ଗୋଟିଏ ହଉଛି ମଞ୍ଜି ଅବସ୍ଥା ରହିଲା। ହେଲା, ଆଜ୍ଞା। ମଞ୍ଜି ଆଉ ରହିଲା ଗୋଟେ କିଏ ସେ ବୃକ୍ଷ ହେଲା। ଆଉ ମଞ୍ଜି ଆଜ୍ଞା। ଭିତରେ ତାର ରହିଛି ଗୋଟେ ପ୍ରକୃତି ରହିଲା ଆଜ୍ଞା। ତିନି। ଆଉ ସେଇ ପ୍ରକୃତି ଟା କଣ ହେଲା ନା ପୁଣି ଆଉ ଗୋଟେ ଗଛରୁ ସୃଷ୍ଟି ହେଲା। ହେଲା ଆଜ୍ଞା। କି? ତେଣୁ ଆଜ୍ଞା। ଆଉ ଗୋଟେ ଗଛରୁ ଯେତେବେଳେ ସୃଷ୍ଟି ହେଲା ସିଏ ଗୋଟେ ଅବସ୍ଥା, ତା ଆଜ୍ଞା। ଦେହରେ ଯୋଉ ପ୍ରକୃତି ରହିଲା ସିଏ ଗୋଟେ ଅବସ୍ଥା, ଆଜ୍ଞା। ମଞ୍ଜି ଭିତରେ ଗୋଟେ ଅବସ୍ଥା, ମଞ୍ଜିରୁ ଆଜ୍ଞା। ଗଛ ହେଲା ଆଉ ଗୋଟେ ଅବସ୍ଥା। ବୁଝିଲ ନା? ଆଜ୍ଞା। ସେଇଭଳି ଯେ ତାହେଲେ ପ୍ରଥମ ମଞ୍ଜି ଟା କିନ୍ତୁ ଆଉ ଗୋଟେ ଜାଗାରୁ ଆଇଲା, ଆଉ ଗୋଟେ ଗଛରୁ ଆଇଲା। ଆଜ୍ଞା। ଆଉ ଗୋଟେ ଗଛରୁ ଆସିଲା, ସିଏ ତାହେଲେ ପ୍ରଥମେ ପୂର୍ବ ଅବସ୍ଥା ତାର ଥିଲା। ପୂର୍ବ ଅବସ୍ଥା ତାର ଗଛ ଅବସ୍ଥାରେ, ମଞ୍ଜି ଅବସ୍ଥାରେ ଥାଉ କି ଗଛ ଅବସ୍ଥାରେ ଥାଉ ବା କୋଉ ଅବସ୍ଥାରେ ଥାଉ, ମଞ୍ଜିଟା ଆଜ୍ଞା। ପ୍ରଥମେ ତା ମା ଠାରୁ ସୃଷ୍ଟି ହେଲା। ହେଲା, ଆଜ୍ଞା। ସେଇଟା ହଉଛି ଆଜ୍ଞା। ତାର ଗୋଟେ ଅବସ୍ଥା, ମାତୃ ଗର୍ଭ ଅବସ୍ଥା। ହେଲା, ଆଜ୍ଞା। ସେ ପ୍ରଥମେ ହେଲା କଣ ଗର୍ଭ ଅବସ୍ଥା। ଆଉ ଗର୍ଭ ଆଜ୍ଞା। ଅବସ୍ଥାରୁ ଯେତେବେଳେ ସେ ସୃଷ୍ଟି ହେଲା, ସିଏ ଯେତେବେଳେ ଗଛରେ ତିଆରି ହେଇଗଲା, ସିଏ ହେଇଗଲା ଆଜ୍ଞା। ତାର ପ୍ରକୃତି ଅବସ୍ଥା। ଆଜ୍ଞା। ଆଚ୍ଛା, ପ୍ରକୃତି ଅବସ୍ଥାରୁ ପୁଣି ଯେତେବେଳେ ସେ ମଞ୍ଜିଟା ଗଛରୁ ଝଡ଼ି ପଇଲା, ସେଟା ହେଇଗଲା ତାର ପ୍ରକୃତ କଣ ମଞ୍ଜି ବିହନ ଅବସ୍ଥା। ହେଲା, ଆଜ୍ଞା। ପୁଣି ଆଜ୍ଞା। ଯେତେବେଳେ ସେଥିରୁ ଗଛ ତିଆରି ହେଲା ସେଟା ଭ୍ରୂଣ ଅବସ୍ଥା। ହେଲା, ଆଜ୍ଞା। ତେଣୁ ଏଇ ଆଜ୍ଞା। ଚାରି ପ୍ରକାର ଅବସ୍ଥା ହଉଛି ନା ନାଇଁ? ଠିକ ହଉଛି। ସେଇଭଳି ଓଙ୍କାର ଧ୍ୱନି ପ୍ରଥମେ ଗୋଟିଏ ବର୍ଣ୍ଣ ଅବସ୍ଥାରେ ଥିଲା। ଆମେ ଯଦି କହିବା ଉପରୁ ବାହାରୁ ଯିବା, ପ୍ରଥମେ ସେ ବର୍ଣ୍ଣ ହବ, ଆଜ୍ଞା। ବର୍ଣ୍ଣଟା ସୂକ୍ଷ୍ମ ହେଇଗଲେ ସେ ମାତ୍ରା ହବ, ମାତ୍ରାଟା ସୂକ୍ଷ୍ମ ହେଲେ ସେ ଅର୍ଦ୍ଧମାତ୍ରା ହବ, ଅର୍ଦ୍ଧମାତ୍ରା ସୂକ୍ଷ୍ମ ହେଲେ ସେ ବିନ୍ଦୁ ହବ। ହେଲା, ଆଜ୍ଞା। ଓଙ୍କାର ଆଜ୍ଞା। ଧ୍ୱନି ପ୍ରଥମେ ବର୍ଣ୍ଣରୁ ସେ ବିନ୍ଦୁ ଅବସ୍ଥା ପର୍ଯ୍ୟନ୍ତ ବିସ୍ତାରିତ ହେଇକି ରହିଥାଏ। ଆଜ୍ଞା। ଏଇଟା ହଉଛି ଶବ୍ଦ ବ୍ରହ୍ମ। ଶୁଣ, ପାଠ କର ନା, ମୁଁ ଯାହା ଏକା ଶୁଣି ସାର ଆଜ୍ଞା। ସବୁ ପଛରେ କହିବ। ଆଜ୍ଞା। ଆଜ୍ଞା। ଗୋଟେ କଥା ହଉଛି ବର୍ଣ୍ଣ ହଉଛି 50 ଭାଗରେ ବିଭକ୍ତ। ଆଜ୍ଞା। ବର୍ଣ୍ଣ ଦି ଭାଗରେ ବିଭକ୍ତ। ଗୋଟିଏ ହଉଛି ବ୍ୟଞ୍ଜନ ବର୍ଣ୍ଣ, ଗୋଟିଏ ହଉଛି ସ୍ୱର ବର୍ଣ୍ଣ। ହେଲା, ଆଜ୍ଞା। ସ୍ୱର ବର୍ଣ୍ଣ ହେଲା ଆମର 16ଟା। ହେଲା, ଷୋଳ ବର୍ଣ୍ଣ 16ଟା। ହଁ। ଅ ଆ ଇ ई ଉ ଊ ଏ ଐ ଓ ଔ ଋ ଋ ଲୁ ଲୁ ଅ। ହେଲା, ଅ ଆ ଆଜ୍ଞା। ଇ ଇ ଉ ଊ ଋ ଋ ଲୁ ଲୁ ଏ ଐ ଓ ଔ ଅଙ୍ଗ। ଆଜ୍ଞା। ଏ ସ୍ୱର ବର୍ଣ୍ଣ ହେଲା 16ଟା। ହେଲା, ଆଜ୍ଞା। ଆଜ୍ଞା। ଆଉ କଣ ନା ବ୍ୟଞ୍ଜନ ବର୍ଣ୍ଣ ହେଲା 36ଟା। ଆଜ୍ଞା। 36ଟା କିଏ ସେ ନା ତମର କ ଖ ଗ ଘ ঞ, ଚ ଛ ଜ ଝ ଞ, ଟ ଠ ଡ ଢ ଣ, ଥ ଥ ଦ ଧ ନ, ପ ଫ ବ ଭ ମ, ଆଉ ସୂକ୍ଷ୍ମଟା ହେଲା କ୍ଷ। ଆଜ୍ଞା। ମିଶିକି ଇଏ ହେଲା କେତେ ନା 36। ଇଏ 36। 25 ବର୍ଗ, 25 ବର୍ଗ ଆଉ 10 ହେଲା ଉଷ୍ମ ବର୍ଣ୍ଣ। ୟ ର ଆଜ୍ଞା। ଳ ୱ ଶ ଷ ହ। ବୁଝିଲ କି? ଲ ଆଜ୍ଞା। ଆଜ୍ଞା। ଲ କ୍ଷ।
ये है केते 10 25 10 केते हे गेले 35 35 ये है तुमर 16 आज्ञा केते हे गेले 51 आज्ञा 35 16 51 तुमर से ल जदि गोटे मिसबे से हेगला 50 तेणु वर्ण हेगला 50 है। अच्छा स्वर वर्ण टा कौन हुए ना कंठरे उच्चारित हुए 16टा जाके आज्ञा 16 वर्ण 16टा कंठरे उच्चारित हुए किंतु सेई स्वर वर्ण जेतेबेले नासा पवन रे उच्चारित हुए से स्वरटा हुए कि मात्रा हो जाए अर्थात स्वर वर्णर सूक्ष्म अवस्थाटा को मात्रा बोली कि कह जाए। आज्ञा अच्छा स्वर वर्ण कंठरे झंकृत हेले ताकू स्वर वर्ण कहवा किंतु निश्वास पवन रे जेतले से झंकृत हुए ताकू आमे मात्रा बोली कि कहवा। अच्छा कंठरे जो 16टा वर्ण झंकृत हुए स्वर स्वर वर्ण से रु रु लु लु चारिटा केवल बड़ केवल जीभ बिना उच्चारित हो पार ना रु रु लु लु आउ अन्य 12टा अ आ इ ई उ ऊ ए ओ अंग एगुड़ाक पड़ जीव लगे ना तेणु जेतले नासा श्वास प्रश्वास रे पवन प्रवाहित हुए सेतेबेले रु रु लु लु चारिटा लोप पाई जाए यही 12टा स्वर उच्चारित हुए। यही 12टा स्वर जो उच्चारित हुए ताको मात्रा बोली कि कहती तार ना हला 12 मात्रा अकार आकार इकार ईकार उकार उकार एकार ऐकार ओकार औकार अंकार अहकार बा हकार बुझिपारे ना तेणु यही जो 12टा मात्रा जाको जमी करे आकार देले का करे हसेकार देले कि से कार गुड़ाक हूँ मात्रा तेणु यही मात्रा 12टा मात्रा आमर 16टा स्वर रु 16टा स्वर सूक्ष्म अवस्थाटा है 12टा मात्रा। यही जो 12टा मात्रा यही मात्रा कौन ना पवन रे प्रवाहित हुए ना पवन अन्य नाम है पवन रे थाए ना प्राण शक्ति पवन रे प्राण शक्ति थाए तेणु प्राण शक्तिर बुझल कि पवन को कह जाए मात्रा प्राण ध्वनि मात्रा को कह जाए प्राण ध्वनि बुझिपार तेणु प्राण ध्वनि 12 प्रकार प्राण ध्वनि पर जेतले पवन रहित हो जाए तापर कुंभक हो जाए से ध्वनिटा आउरी टिके सूक्ष्म आड़ को है मानस ध्वनि तेणु मानस ध्वनि को आमर साधु भाषा कह जाए अर्धमात्रा ध्वनि तेणु प्राण ध्वनि गला मात्रा ध्वनि आउ आमर मानस ध्वनि है अर्धमात्रा ध्वनि। अच्छा मानस ध्वनि रे कौन हुए ना पवन तुमर जदि तुम निरोध कर प्राण पवन को जदि तुम निरोध करदब सेतबेले कौन हम ना सी बिंदु रे परिणत ना मन शक्ति मानस शक्ति परिणत हम किंतु मानस शक्ति जेतबेले तुमर कौन हम ना मन जेतबेले रहित हो सेतबेले सी कौन हम ना आत्मध्वनि रे परिणत हो तेणु आत्मध्वनि टाक कह जाए कौन ना बिंदु ध्वनि आत्मध्वनि है बिंदु ध्वनि बोले कि मानस ध्वनि है अर्धमात्रा ध्वनि प्राण ध्वनि है मात्रा ध्वनि शब्द ध्वनिटा है तुमर है वर्ण ध्वनि है यही ध्वनि 4 प्रकार यही 4 प्रकार भाग ओंकार ध्वनि विभक्त हुए किमिति ओंकार सृष्टि हुए राति की पचारे तुम कहीदेमी बर्तमान मुझे व्यस्त अच्छी है।